हाय फ्रेंड्स ଏବେ ଆପଣମାନେ ଦେଖିପାରୁଥିବେ ମୁଁ ଷ୍ଟେସନ୍ ଆସିଯାଇଛି ଏବେ ପ୍ୟାକିଂ କରି ମୁଁ ଷ୍ଟେସନ୍ ବି ପହଞ୍ଚିଯାଇଛି। ମୁଁ ଏବେ ଯାଉଛି ମୋ ମାଆ ଘରକୁ। ମାଆ ଘର ଭୁବନେଶ୍ୱର। ସୋ ଆକ୍ଚୁଆଲି ମୋ ମାଆ ଘର ହେଉଛି ରାୟଗଡ଼ା, ମୁଁ ଭୁବନେଶ୍ୱର ଯାଉଛି। ଏବେ ସାର୍ କହୁଛନ୍ତି ମାନେ ଟ୍ରେନ୍ ବି ଆସିଗଲାଣି। ଆମେ ଏବେ ଠିଆ ହେଇଛୁ, ଟ୍ରେନ୍ ଏବେ ଚଢ଼ିଯିବୁ। ଟ୍ରେନ୍ ଚଢ଼ିଲା ପରେ ଟ୍ରେନ୍ ମାନେ ଛାଡ଼ି ଦେଇଥିଲା, ଗୋଟେ ଲୋକ ପଡ଼ିଗଲା। ସୋ ସେଇଥିପାଇଁ ଟ୍ରେନ୍ ରହିଯାଇଥିଲା। କ'ଣ ବି କରିହେବ, ସେଇଥିପାଇଁ ଟ୍ରେନ୍ ରଖିଦେଇଥିଲା। ଏବେ ଟ୍ରେନ୍ ଆଉଥରେ ଚାଲିଲା, ମାନେ ଠିକ୍ ଟାଇମ୍ରେ ଆଣି ପହଞ୍ଚାଇ ଦେଲା ଭୁବନେଶ୍ୱରରେ। ସୋ ଚାଲନ୍ତୁ ଯିବା ମୋ ମାଆ ଘର। ଦେଖିପାରୁଥିବେ ଏଇଟା ଚିଲିକା ହ୍ରଦ। ଯାହା ଧନ ଶୋଇଥିଲା, ଉଠି ପଡ଼ିଲା। ଉଠିକି ତା ବାପା ପାଖରେ ଗେଲ ହେଉଛି। ସେ ସାଇଡ଼୍ ସବୁ ବସିଛନ୍ତି, ତାକୁ ଡାକୁଛନ୍ତି, ସେ ଶୁଣୁନି ଜମାରୁ। ତା ବାପା ସହିତ ହିଁ ସେ ମସ୍ତି କରୁଛି, ତା ବାପା ସହିତ ହିଁ ଲାଗିକି ବସିଛି। କେତେ କହିଲେ ବି ଶୁଣୁନି, ତାଙ୍କେ କେତେ ଡାକିଲେ ବି ଶୁଣୁନି। ସୋ ତାଙ୍କେ କହୁଥିଲେ। ତାପରେ ଜୁଇଁ ପୁଅର ଚର୍ଚ୍ଚା ଚାଲିଲା। ସୋ ଛତୁ ପକଡ଼ା ହେଇଥିଲା। ମୁଁ ଗୁରୁବାର ପହଞ୍ଚିଲି, ଛତୁ ପକଡ଼ା ହେଇଥିଲା, ପଲଉ ହେଇଥିଲା, ଛତୁ ପଲଉ ହେଇଥିଲା। ତ ଆମ ଭାଇମାନେ ନନ୍ଭେଜ୍ ଖାଉଛନ୍ତି, ତାଙ୍କ ପାଇଁ ଚିକେନ୍ ପକଡ଼ା ହେଇଥିଲା। ଦେଖିପାରୁଥିବେ ଛତୁର ପକଡ଼ା ମାନେ କଲର୍ କେମିତି ଆସିଛି ପଲଉର। ଏବେ ପକୁଡ଼ି ବି ହେଇଥିଲା ଇଭିନିଂ ପାଇଁ।